ଆଜି ଜୁଜୁମୁରା ବ୍ଲକ ଗଡ଼ଗଡ଼ବାହାଲ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ 10ଟାରୁ 3ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୋଟ 40 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଶ୍ରୀକାନ୍ତ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ସ୍ୱର୍ଗତ ଶ୍ରୀକାନ୍ତ ପ୍ରଧାନଙ୍କ ସ୍ମୃତିରେ ଏହି ରକ୍ତଦାନ ଶିବିରକୁ ଅନୁଷ୍ଠିତ କରାଯାଇଥିବା ବେଳେ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ଜୁଜୁମୁରା ବ୍ଲକ ଅଧ୍ୟକ୍ଷା ମମତା ନାୟକ, ଉପାଧ୍ୟକ୍ଷା ମନ୍ଦାକିନୀ ବିଶ୍ୱାଳ, ସଦର ବନାଞ୍ଚଳ ଅଧିକାରୀ ହରିଶଙ୍କର ନାୟକ, କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ସଞ୍ଜୟ ପ୍ରଧାନ, AIPL HR, ପାର୍ବତୀଗିରି ଡିଗ୍ରୀ ମହାବିଦ୍ୟାଳୟ ଯୁକ୍ତ 3 ଅଧ୍ୟକ୍ଷ, NSS ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପ୍ରଧାନ, ପୂର୍ବତନ ସରପଞ୍ଚ ବିପିନ ବିହାରୀ ବେହେରା, ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ମୁନମୁନ ମାଝୀ, ଶ୍ରୀକାନ୍ତ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ସୁରେଶ୍ୱର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଶ୍ରୀକାନ୍ତ ପ୍ରଧାନ ସ୍ମୃତି ସଂସଦ ଓ ସମ୍ବାଦ ଆମ ଓଡ଼ିଶାର ସବୁ ପ୍ରତିନିଧିମାନେ ଉପସ୍ଥିତ ରହି ଏହାକୁ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଶ୍ରୀକାନ୍ତ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ସୁରେଶ୍ୱର ପ୍ରଧାନ ନିଜ ପ୍ରତିକ୍ରିୟା ରଖିଥିଲେ। 2020 ଡିସେମ୍ବର 31 ତାରିଖ ଦିନ ଟ୍ରକ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ତାର ଗୋଟେ ସବୁବେଳେ ଚେଷ୍ଟା ଚାଲିଥିଲା ଯେ ମୋର୍ ଦ୍ୱାରା କେନ୍ତାକି ପେସେଣ୍ଟ ଭଲ୍ ହେବେ, ଡକ୍ଟର ଅଭାବ ନାହିଁ ସେଟା ସେ ଥିଲା ବେଲେ ସବୁବେଳେ ଚେଷ୍ଟା କରୁଥିଲା ଆଉ ବହୁତ ଲୋକ ସହଯୋଗ କରୁଥିଲା। ସେ ତାର ସେ ଚେଷ୍ଟାଟାକେ ବଜାୟ ରଖବାର୍ ଲାଗି ଆମେ ଏଇଟା ପ୍ରତ୍ୟେକ ବର୍ଷ ସେଇ ଦିନରେ ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରୁଛୁ। আর আসন্তা পিঢ়িকে উৎসাহিত করবার লাগি বি করুছু। আর লোক যেন আমার অঞ্চলটা গরিব দুঃখী অঞ্চল ও শিক্ষিত অঞ্চল মানুষ ব্লডর অসুবিধা লাগি লোক ସେମାନେ ମୃତ୍ୟୁବରଣ ନାଇଁ କରୁନ୍ আর রক্ত পাউন এইটা মন ভিতরে রখিকি আমার সংসদ সহিত আমার পরিবার সহ মিশিকি প্রত্যেক বর্ষ এটা করবার লাগি আমি চেষ্টা করুছু আর করুছু। আর আমার আসন্তা পিঢ়ি যেন সে পিঢ়িকে আমি শিক্ষা দেবু।